ସୁଭଦ୍ରା ଯୋଜନା ପାଲଟିଗଲା କାଳ। ସୁଭଦ୍ରା ଯୋଜନାର ଟଙ୍କା ପାଇଁ ଗୋଟିଏ ପରିବାର ସହ ବିରାଟ ଅଘଟଣ। ପୁରା ଗାଁ ଲୋକ ଦେଖି ଆଶ୍ଚର୍ଯ୍ୟ, ଆଉ ସମସ୍ତଙ୍କ ଆଖିରୁ ଲୁହ ଝରୁଛି। ବାପ ଝିଅ ସହିତ ଏମିତି କ'ଣ ହେଲା ଯେ ସାରା ଗାଁ ଲୋକ ଦେଖି ମଧ୍ୟ ସ୍ତବ୍ଧ। ଗୋଟିଏ ପରେ ଗୋଟିଏ ଲୋକ ଆସୁଛନ୍ତି, ଆଉ ସେପଟେ ଜେଜେମାଙ୍କର ପାଦ ତଳୁ ମାଟି ଖସିଯାଇଛି। ସ୍ତ୍ରୀ ଜଣକ ପାଗଳି ଭଳିଆ ହଉଛି। ପ୍ରକୃତରେ ଏମିତି କ'ଣ ଘଟିଗଲା ଯେ ସୁଭଦ୍ରା ଯୋଜନାରେ ଏମିତି ତାଙ୍କ ସହିତ, ଯାହା ଗାଁ ଲୋକ ମଧ୍ୟ ଦେଖିକି ଆଶ୍ଚର୍ଯ୍ୟ ହେଉଛନ୍ତି। ଘରେ ଖାଇବାକୁ ଗଣ୍ଡେ ନଥାଏ। ଗୋଟିଏ ଜଣକ ରୋଜଗାରରେ ପାଞ୍ଚଟା ପରିବାର ଚଳେ। ବହୁତ କଷ୍ଟରେ ଝିଅକୁ ପାଠ ପଢ଼ାଉଥିଲେ, ଆଉ ହଠାତ୍ ବାପ ଝିଅ ସହିତ ଏମିତି କ'ଣ ହେଲା ଯେ ଶେଷରେ ଆପଣ ଦେଖିଲେ ମଧ୍ୟ ଆପଣଙ୍କ ଆଖିରୁ ଲୁହ ଆସିଯିବ। ତେବେ ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣମାନେ ଯଦି ପ୍ରଭୁ ଜଗନ୍ନାଥଙ୍କ ଭକ୍ତ, ପ୍ରଭୁ ଜଗନ୍ନାଥଙ୍କୁ ଆରାଧ୍ୟ ବୋଲି ଭାବନ୍ତି, ଭିଡ଼ିଓକୁ ଲାଇକ୍ କରି କମେଣ୍ଟରେ ଜୟ ଜଗନ୍ନାଥ ବୋଲି ଲେଖିଦିଅନ୍ତୁ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଅନ୍ତପଲ୍ଲୀ ଗାଁରେ ଏଭଳି କିଛି ଘଟଣା ଘଟିଛି, ଯାହା ଗାଁ ଲୋକ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି। ପ୍ରକୃତରେ ଏମିତି କ'ଣ ହେଲା ଯେ ସୁଭଦ୍ରା ଯୋଜନା ପାଇଁ ଯାଇଥିବା ବାପ ଝିଅଙ୍କ ସହିତ, ଯାହା ଗାଁ ଲୋକ ମଧ୍ୟ କାନ୍ଦୁଛନ୍ତି। ସତରେ ଛୋଟ ଝିଅଟି ସହିତ ଏମିତି କ'ଣ ହେଲା? ପ୍ରତିଦିନ ଭଳିଆ ରଘୁନାଥ ବାବୁ ନିଜ କାମ ସାରି ଘରକୁ ଫେରନ୍ତି, କିନ୍ତୁ ସୁଭଦ୍ରା ଯୋଜନା ପାଇଁ ନିଜ କାମକୁ ଯାଇନଥିଲେ। ଘରେ ତାଙ୍କର ବାପା, ମା, ନିଜ ସ୍ତ୍ରୀ ଏବଂ ଗୋଟିଏ ଝିଅ, 5 ଜଣ ପରିବାର ବେଶ ହସ ଖୁସିରେ ଚାଲନ୍ତି। ଆଉ ରଘୁନାଥ ବାବୁ ଶ୍ରମିକ ଭାବରେ କାମ କରନ୍ତି। ଯାହା 2 ପଇସା ଆଣନ୍ତି ସେଥିରେ ଭଲରେ ଚଳିଯାଆନ୍ତି। ବେଳେବେଳେ ଗୋଟିଏ ଦିନ ଖାଇବା ପିଇବା ମଧ୍ୟ ଅସୁବିଧା ହୋଇଥାଏ। ତଥାପି ମନରେ ତାଙ୍କର କୌଣସି ଗର୍ବ ନଥାଏ। ବହୁତ ଲୋକଙ୍କୁ ସେ ନିଜେ ସାହାଯ୍ୟ ମଧ୍ୟ କରନ୍ତି। ବେଳେବେଳେ ଖାଇବାକୁ ନ ମିଳିବା ଯୋଗୁଁ ସେ ମଧ୍ୟ ଅନ୍ୟ ଘରେ କାମ କରନ୍ତି। ଯେଉଁ ସମୟରେ ତାଙ୍କ କାମ ନଥାଏ, ଅନ୍ୟ ଘରେ ନିଜେ ଯାଇ କାମ କରନ୍ତି। 2 ପଇସା ଆଣିଲେ ଘରେ ଖାଆନ୍ତି। ଘରେ ତାଙ୍କର ବୁଢ଼ା ବାପା ମା, ନିଜ ସ୍ତ୍ରୀ ଆଉ ଛୋଟିଆ ଝିଅଟିଏ, ଯିଏ ପଢ଼ୁଛି ଏବେ କ୍ଲାସ୍ 3ରେ। ସ୍କୁଲ ମଧ୍ୟ ଛାଡ଼ୁଛନ୍ତି। ସେପଟେ ଝିଅର କୌଣସି ଅଭାବ ରଖିନାହାନ୍ତି ରଘୁନାଥ ବାବୁ। ଆଉ ରଘୁନାଥ ବାବୁ ନିଜେ ଶ୍ରମିକ ଭାବରେ କାମ କରନ୍ତି। ଯାହା ପଇସା ଆଣନ୍ତି ସବୁ ପଇସା ସରିଯାଏ। ଶେଷରେ ଏମିତି ମଧ୍ୟ ଦିନେ ପରିସ୍ଥିତି ଆସିଲା, ମେଡ଼ିକାଲ ବେଳକୁ ଟଙ୍କାଟିଏ ପାଖରେ ନଥାଏ। ଗୁହାରି କରି ଆଖପାଖ ପଡ଼ିଶା ଘରୁ ମଧ୍ୟ ମାଗି ଚାକିରି ଟ୍ରିଟମେଣ୍ଟ ମଧ୍ୟ କରନ୍ତି। କିନ୍ତୁ ତାଙ୍କ ଭଳିଆ ଯୋଗ୍ୟ ଲୋକ ସୁଭଦ୍ରା ଯୋଜନା ପାଇବା ପାଇଁ, ଟଙ୍କା ପାଇବା ପାଇଁ ଯାଇଥିଲେ। ପ୍ରକୃତରେ ଯେଉଁମାନେ ଯୋଗ୍ୟ ସେମାନେ ପାଇବା ଦରକାର, କିନ୍ତୁ ଅଯୋଗ୍ୟମାନେ ମାଡ଼ି ବସୁଛନ୍ତି। କିନ୍ତୁ ଏମିତି ରଘୁନାଥ ବାବୁଙ୍କ ସହିତ କ'ଣ ଘଟିଗଲା ଯେ, ଯାହା ଗାଁ ଲୋକ ମଧ୍ୟ ସବୁ ଫର୍ମ ଧରି ଛିଡ଼ା ହୋଇଥାନ୍ତି। ଦିନକର ଘଟଣା, ଯେତେବେଳେ ଏଇ 5 ଦିନ ପୂର୍ବରୁ ରଘୁନାଥ ବାବୁ ନିଜ ଝିଅକୁ ଧରି ସିଧା ଗଲେ ପଞ୍ଚାୟତ ଅଫିସକୁ। ଆଉ ଭାବିଥିଲେ ସରକାରଙ୍କ ସହାୟତାରେ ମୋ ଝିଅ ପାଇଁ ଖଣ୍ଡିଏ ସାଇକେଲ ଆଣିବି, ଆଉ କିଛି ବେଶ ଭଲ ଦିନରେ କଟିବ ବୋଲି ଭାବିଥିଲେ। କିନ୍ତୁ ତାଙ୍କ ସହିତ ଘଟିଗଲା ବିରାଟ ଅଘଟଣ, ଯାହା ଗାଁ ଲୋକ ମଧ୍ୟ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ। ତେବେ ରଘୁନାଥ ବାବୁ ପ୍ରତ୍ୟେକ ଦିନ ଭଳିଆ ନିଜ କାମ କରିବାକୁ ଯାଇଥାନ୍ତି। ହଠାତ୍ ସେଇ ଦିନ ନ ଯାଇ ଫର୍ମ ଆଣିବା ପାଇଁ ଝିଅ ସହିତ ଗଲେ ପଞ୍ଚାୟତ ଅଫିସ। ଆଉ ପଞ୍ଚାୟତ ଅଫିସରୁ ବହୁତ ଭିଡ଼, ଲୋକଙ୍କର ସୁଅ ଛୁଟୁଥାଏ। ଲୋକ ରାତି 3ଟାରୁ ଉଠି ମଧ୍ୟ ଲାଇନ ଲଗାଇଥାନ୍ତି ଆଧାର କାର୍ଡ ପାଇଁ। ସେପଟେ ପଞ୍ଚାୟତ ଅଫିସରେ ଫର୍ମ ମଧ୍ୟ ମିଳୁଥାଏ। ଆଉ ଏତେ ଗହଳି ଭିତରେ ବହୁତ କଷ୍ଟରେ ଦିନ 2ଟା ହୋଇଗଲା, ଫର୍ମ ଧରି ଆସୁଥାନ୍ତି ରଘୁନାଥ ବାବୁ। ସେଇଠି ହଠାତ୍ ବାଇକରେ ଆସୁଥାନ୍ତି। ଆଉ ଆସୁ ଆସୁ ରୋଡରେ ଯେତେବେଳେ ଝିଅକୁ ଧରି ପଛପଟେ ବସାଇ ଆସୁଥାନ୍ତି, ପଛପଟୁ ଗୋଟିଏ ଟ୍ରକ୍ ଧକ୍କା ଦେଲା, ଯାହା ଫଳରେ ଦିହ ଝରିଥିବା ଫର୍ମ ସହ ସିଧା ପଡ଼ିଲେ ବାପ ଝିଅ। ବାପ ଝିଅଙ୍କ ଏମିତି ଅବସ୍ଥା ଗୁରୁତର ହେଲା ଯେ ସେଇଠି ପାଖାପାଖି ଥିବା ପଡ଼ିଶା ଲୋକ ସିଧା ମେଡ଼ିକାଲକୁ ନେଲେ। ଆଉ ବାଇକ୍ ମଧ୍ୟ ଚୂନା ହୋଇଯାଇଥାଏ। କ'ଣ ବା କରିବେ, କାହାର ସେନ୍ସ ନାହିଁ। ସେଇ ସମୟରେ ଘରକୁ ଖବର ଗଲା। ସ୍ତ୍ରୀ ଜଣକୁ ଶୁଣିକି ଆଶ୍ଚର୍ଯ୍ୟ, ବାପା ମା, ବୁଢ଼ା ବାପା ମା ଶୁଣିକି ଆଶ୍ଚର୍ଯ୍ୟ। କ'ଣ ବା କରିବେ, ସବୁ ଗାଁ ଲୋକ ଦେଖି ଆଶ୍ଚର୍ଯ୍ୟ।
ସିଧା ରାସ୍ତାରେ ଦେଖୁଥାନ୍ତି ଫର୍ମ ପଡ଼ିଛି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ, ଆଉ ଏପଟେ 2 ଜଣ ମେଡିକାଲକୁ ନେଇଛନ୍ତି। କ'ଣ ବା କରିବେ ଛୋଟ ଝିଅଟି, ଆଉ ସେପଟେ ଏଭଳ ଘଟଣା ଘଟିଯିବ ବୋଲି ସ୍ତ୍ରୀ କେବେ କଳ୍ପନା କରିନଥିଲେ। ସ୍ତ୍ରୀ ଦୌଡ଼ି ଦୌଡ଼ି ଯାଇଥାନ୍ତି ମେଡିକାଲକୁ, ଆଉ ମେଡିକାଲରେ ତାଙ୍କର ସେନ୍ସ ଆସୁନଥାଏ। ଡାକ୍ତର କହିଲେ ଆମେ କିଛି କହିପାରିବୁ ନାହିଁ, କାରଣ ମୁଣ୍ଡରେ ଗଭୀର ଆଘାତ ଲାଗିଛି, ରକ୍ତ ଦରକାର। ଝିଅର ଅବସ୍ଥା ଏବେ ପାଖାପାଖି ସୁଧୁରି ଗଲାଣି, କିନ୍ତୁ ଆପଣଙ୍କ ସ୍ୱାମୀର ଅବସ୍ଥା ଏବେ ଗୁରୁତର ଅଛି। ଏମିତି ବହୁତ କହିଲେ। ତା ସହିତ କହିଲେ ଯଦି ଏଇ ଗାଁ ଲୋକ ଜଲ୍ଦି ନ ଆଣିଥାନ୍ତେ ହୁଏତ ଆମେ ତାଙ୍କ ଜୀବନ ବଞ୍ଚାଇ ପାରିନଥାନ୍ତୁ। ସେହି ସମୟରେ ସ୍ତ୍ରୀ ଜଣକ କହିଲେ ମୁଁ ବ୍ଲଡ଼ ଦେବି, କିଛି ଅସୁବିଧା ନାହିଁ। ଦେଖିଲା ବେଳକୁ ସ୍ତ୍ରୀ ଜଣଙ୍କର ବ୍ଲଡ଼ ତାଙ୍କ ସହିତ ମ୍ୟାଚ୍ ଖାଉନି। ଗାଁର ଜଣେ ଲୋକ ରଘୁନାଥ ବାବୁଙ୍କୁ ବ୍ଲଡ଼ ଦେଲେ, କାହିଁକି ନା ରଘୁନାଥ ବାବୁ ବହୁତ ଭଲ ଲୋକ। ଲୋକମାନେ ତାଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଆଗେଇ ଆସନ୍ତି। ଆଉ ସେହି ସମୟରେ ତାଙ୍କର ଚେତା ଆସୁନଥାଏ। ପାଖାପାଖି ଗୋଟିଏ ଦିନ ଗଲା, ଆଉ ତାଙ୍କ ସ୍ତ୍ରୀ ସବିତା ବହୁତ କାନ୍ଦୁଥାନ୍ତି। କ'ଣ ବା କରିବେ, କିଛି ବାଟ ନାହିଁ, ପାଖରେ ଟଙ୍କାଟିଏ ନାହିଁ ମଧ୍ୟ। ଆଉ ଶେଷରେ ଜଗନ୍ନାଥଙ୍କୁ ଡାକିଲେ, ହେ ପ୍ରଭୁ ଜଗତରନାଥ ଜଗନ୍ନାଥ, ମୋ ପରିବାର ତତେ ଲାଗିଲା, ମୋ ପରିବାରକୁ ଫେରାଇ ଦେ ପ୍ରଭୁ, ମୋତେ ଅନାଥ କରନା। ମୋର ଏଇ ଦୁନିଆରେ କେହି ନାହାନ୍ତି, ବୁଢ଼ା ବାପା ମା ଜଣକ, ଆମେ ବହୁତ କଷ୍ଟରେ ଚଳୁଛୁ ପ୍ରଭୁ। ଆମେ ଖାଇବାକୁ ପାଉନୁ ସତ, କିନ୍ତୁ ଆମ ମନ ଭିତରେ ଏମିତି କିଛି ନାହିଁ ପ୍ରଭୁ, ଆମେ କାହାର ଅନିଷ୍ଟ କରିନୁ, ମୋ ପରିବାରକୁ ଫେରାଇ ଦେ ପ୍ରଭୁ। ଏମିତି କହି ବହୁତ ଗୁହାରି କରୁଥାନ୍ତି। ପ୍ରଭୁ ଜଗନ୍ନାଥକୁ ବହୁତ ଡାକୁଥାନ୍ତି, ମୁଣ୍ଡ ପିଟି ଦେଉଥାନ୍ତି ମେଡିକାଲ ପାଖରେ। ଗାଁ ଲୋକ ଦେଖିକି ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି। କିଛି ସମୟ ପରେ ଡାକ୍ତର ଆସି କହିଲେ ଆପଣଙ୍କ ଝିଅ ସୁସ୍ଥ ଅଛି, ଆଉ କିଛି ଅସୁବିଧା ନାହିଁ। ଯେତେବେଳେ ସ୍ୱାମୀ କଥା ପଚାରିଲେ, କହିଲେ ସ୍ୱାମୀ କଥା ଆମେ କହିପାରୁନୁ, ସବୁ ସେଇ ଭଗବାନଙ୍କ ଉପରେ। ଆଉ ଏପଟେ ସ୍ତ୍ରୀ ବହୁତ ଜୋରେ କାନ୍ଦୁଥାନ୍ତି। ବୁଢ଼ା ବାପା ମା ଜଣକ ମଧ୍ୟ ସେପଟେ ଶୁଣିକି ଆଶ୍ଚର୍ଯ୍ୟ ହେଉଥାନ୍ତି। କ'ଣ ବା କରିବେ, କାହିଁ ଭୁଲ ଥିଲା, ନିଜ କାମକୁ ନିଜେ ଯାଇଥାନ୍ତା, କାହିଁ ସେ ଯୋଜନା ପଛରେ ଲାଗିଥିଲା ସରକାରଙ୍କ ସହାୟତା ପାଇବା ପାଇଁ। ଆଜି ତାର ଅବସ୍ଥା ଏମିତି ହେଲା, କିଏ ଦାୟୀ ରହିବ? ଏମିତି କହି ବହୁତ କାନ୍ଦୁଥାନ୍ତି ବାପା ମା। ଏପଟେ ସ୍ତ୍ରୀ ଜଣକ ମୁଣ୍ଡ ବାଡ଼େଇ କାନ୍ଦୁଥାନ୍ତି। ଗାଁ ଲୋକ ବୁଝାସୁଝା ମଧ୍ୟ କରୁଥାନ୍ତି। ଆଉ ସତକୁ ସତ ଠିକ୍ ସନ୍ଧ୍ୟାବେଳେ ତାଙ୍କର ସେନ୍ସ ଆସିଲା। ସେହି ସମୟରେ ଡାକ୍ତର କହିଲେ ଆପଣଙ୍କ ସ୍ୱାମୀଙ୍କର ସେନ୍ସ ଆସିଲା, କିଛି ଅସୁବିଧା ନାହିଁ, ଏବେ ମେଡିକାଲରେ ପାଖାପାଖି 5ରୁ 10 ଦିନ ରହିବେ, ତାପରେ ଧୀରେ ଧୀରେ ଭଲ ହୋଇଗଲେ ଆପଣ ତାଙ୍କୁ ଘରକୁ ନେଇପାରିବେ। ସେହି ସମୟରେ ଯେମିତି ସ୍ତ୍ରୀର ଜୀବନ ଆସିଲା। ସ୍ତ୍ରୀ ଜଣକ ଭଗବାନଙ୍କୁ ମୁଣ୍ଡିଆ ମାରିଲା, ହେ ପ୍ରଭୁ ସବୁ ତମର ଲୀଳା, ସବୁ ତମର ଅପାର, କୋଟି କୋଟି ପ୍ରଣାମ ପ୍ରଭୁ। ଏମିତି କହି ଜଗନ୍ନାଥଙ୍କୁ ମୁଣ୍ଡିଆ ମାରୁଥାନ୍ତି। ସେହି ସମୟରେ କିଛି ଦିନ ଗଲା ପରେ ସ୍ୱାମୀଙ୍କର ପାଖାପାଖି ଚେତା ଆସିଲା। ମେଡିକାଲରେ ସ୍ୱାମୀ କଥାବାର୍ତ୍ତା କଲେ, ଆଉ ଝିଅ ତ ସେହି ସମୟରେ କିଛି ହୋଇନଥିଲା, ଯାହାଫଳରେ ବାପାଙ୍କର ଅଧିକ ବ୍ଲଡ଼ ଯାଇଥିଲା। ବାପାଙ୍କୁ ବହୁତ ଦୁର୍ବଳ ଲାଗୁଥିଲା, ଆଉ ନିଜ ସ୍ୱାମୀକି ଧରି ଆସିଲେ ଘରକୁ। ସେହି ସମୟରେ ତାଙ୍କ ସ୍ତ୍ରୀ କହୁଥାନ୍ତି ପ୍ରଭୁ ଜଗନ୍ନାଥଙ୍କ ବିନା ଆଜି ମୋ ଜୀବନ ଅଧୁରା ହୋଇଥାନ୍ତା। ମୋ ସ୍ୱାମୀକି ପ୍ରଭୁ ଜଗନ୍ନାଥ ହିଁ ଫେରାଇ ଦେଇଛନ୍ତି। ଆଉ ପ୍ରତିଦିନ ସକାଳେ ସ୍ତ୍ରୀ ଚଉରା ମୂଳେ ପୂଜା କରି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି। ପ୍ରଭୁ ଜଗନ୍ନାଥଙ୍କର ସେ ବଡ଼ ଭକ୍ତ। ସ୍ୱାମୀ ସ୍ତ୍ରୀ ଛୁଆ ପ୍ରତିବର୍ଷ ରଥଯାତ୍ରାକୁ ବୁଲିବା ପାଇଁ ଆସନ୍ତି। ଏମିତି ବି ଛୁଆକୁ ଯେତେବେଳେ ବର୍ଷକର ହୋଇଥିଲା, ସେହି ସମୟରେ ଘର ଲୋକ ମନା କରିଥିଲେ, ତା ସତ୍ତ୍ୱେ ମଧ୍ୟ ଆସିଥିଲେ ଭଗବାନଙ୍କୁ ଦର୍ଶନ କରିବା ପାଇଁ। ଆଉ ସିଏ ବା କାହିଁକି ନ ଶୁଣିବେ? ପ୍ରଭୁ ଜଗନ୍ନାଥଙ୍କୁ ଯଦି ମନରେ ଅନ୍ତର ଆତ୍ମାରୁ ଭକ୍ତି କରିବେ ନା, ନିଶ୍ଚିନ୍ତ ଡାକ ଶୁଣିବେ। ଆଉ ସତକୁ ସତ ସବିତାଙ୍କ ଡାକ ଶୁଣିଲେ ପ୍ରଭୁ ଜଗନ୍ନାଥ। ସେ ହେଲେ ଦୟାର ସାଗର, ବିପଦର ବନ୍ଧୁ, ବଡ଼ ଠାକୁର। ତେଣୁ ଆପଣମାନଙ୍କର ଯଦି ଏମିତି କିଛି ଅନୁଭୂତି ଅଛି, ନିଶ୍ଚିନ୍ତ ଆମ ସହିତ ସେୟାର କରିବେ। ଜୟ ଜଗନ୍ନାଥ।